ଏବେ ଏବେ ନୂଆ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଯାହାକି ଆପଣମାନେ ଦେଖିପାରୁଥିବେ ଯେ ରାସନ କାର୍ଡ଼କୁ ନେଇ ଆସିଛି ଆଉ ଏକ ଅପଡ଼େଟ୍, ଯାହାକି ଯଦି ଆପଣମାନେ ନୂଆ ଆପ୍ଲାଏ କରିଛନ୍ତି କିମ୍ବା ଆପଣଙ୍କ ନାମ କଟିଯାଇଛି, ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ। ବଜେଟ୍ ପରେ ପରେ ଦେଖିପାରୁଥିବେ ଆଉ ଗୋଟେ ନୂଆ ଅପଡ଼େଟ୍ ଆସିଯାଇଛି, ଯାହାକି ଟ୍ୱିଟରରେ ମଧ୍ୟ ଦେଖିପାରୁଥିବେ ଟ୍ୱିଟ୍ କରିଛନ୍ତି। ତ କ'ଣ ରହିଛି ଦେଖନ୍ତୁ, ରାସନ କାର୍ଡ଼ ଖୁବ୍ ଶୀଘ୍ର ନୂଆ ତାଲିକା ଆସିବ। ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ଼ ପାଇବେ। ମାନେ ଯଦି ଆପଣ ରାସନ କାର୍ଡ଼ ପାଇଁ ଆପ୍ଲାଏ କରୁଛନ୍ତି, ଆପଣଙ୍କୁ ଗୋଟିଏ ମାସ ଭିତରେ ଯଦି ଆପଣ ଯୋଗ୍ୟ ଅଟନ୍ତି, ତେବେ ଆପଣ ରାସନ କାର୍ଡ଼ ଆପଣଙ୍କୁ ନିଶ୍ଚିତ ମିଳିବ। ତାପରେ ଦେଖନ୍ତୁ, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା। ମାନେ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି, ଯଦି ଆପଣ ନୂଆ ରାସନ କାର୍ଡ଼ ଆପ୍ଲାଏ କରିଛନ୍ତି, ଗୋଟିଏ ମାସ ଭିତରେ ଆପଣଙ୍କର ରାସନ କାର୍ଡ଼ ମିଳିବ ହିଁ ମିଳିବ। ପ୍ରାୟ 8 ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ଼ ପାଇପାରନ୍ତି। ତ ଦେଖିପାରୁଥିବେ ଯେ ଯଦି ଆପଣ ନୂଆ ଆପ୍ଲାଏ କରୁଛନ୍ତି, ଆପଣମାନଙ୍କ ପାଇଁ ଯାହାକି 8 ଲକ୍ଷ ନୂଆ ହିତାଧିକାରୀ ପାଇପାରିବେ ରାସନ କାର୍ଡ଼। ଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ପ୍ରକ୍ରିୟା ବି ଆରମ୍ଭ ହୋଇଛି। ମାନେ ଯେଉଁମାନେ ଅଯୋଗ୍ୟ ବ୍ୟକ୍ତି ରାସନ ମାଧ୍ୟମରେ ଯାହାକି ଚାଉଳ କିମ୍ବା ଗହମ ପାଉଛନ୍ତି, ସେମାନେ ଏହି ରାସନ କାର୍ଡ଼ରୁ ବଞ୍ଚିତ ହେବେ। ମାନେ ତାଙ୍କର ରାସନ କାର୍ଡ଼ ବନ୍ଦ ହୋଇଯିବ ଯଦି ଅଯୋଗ୍ୟ ଲୋକ ମଧ୍ୟ ରାସନ କାର୍ଡ଼ ପାଉଛନ୍ତି। ତାପରେ କ'ଣ ଅଛି ଦେଖନ୍ତୁ, ବର୍ତ୍ତମାନ KYC ଅପଡ଼େଟ୍ ପ୍ରକ୍ରିୟା ଜାରି ରହିଛି। ମାନେ ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ରାସନ କାର୍ଡ଼ର KYC କରିନାହାନ୍ତି, ଶୀଘ୍ର ଯାଇ KYC କରନ୍ତୁ, ନଚେତ୍ ଆପଣଙ୍କ ମଧ୍ୟ ସେହି ରାସନ କାର୍ଡ଼ରୁ ବାଦ ପଡ଼ିପାରନ୍ତି। ତାପରେ ଦେଖନ୍ତୁ, ମୋଟ 6,19,836 ପରିବାର ନୂଆ ଆବେଦନ କରିଛନ୍ତି। ମାନେ ଏବେ ଯାହାକି ଏତେ ଲକ୍ଷ, ମାନେ 6,19,836 ପରିବାର ନୂଆ ଆବେଦନ କରିଛନ୍ତି। ତାପରେ କ'ଣ କହିଛନ୍ତି ଦେଖନ୍ତୁ, 12ଟି ସ୍ୱତନ୍ତ୍ର ସ୍ୱତଃ ଯୋଗ ହେବା ମାନଦଣ୍ଡ, 10 ବାଦ ମାନଦଣ୍ଡ ନିର୍ଦ୍ଧାରିତ। ମାନେ ଯାହାକି 10 ବାଦର ମାନଦଣ୍ଡ ନିର୍ଦ୍ଧାରିତ ହୋଇଛି। ତାପରେ ଦେଖନ୍ତୁ, ତଥ୍ୟାବଳୀକୁ ସ୍ୱଚ୍ଛ ପାଇଁ ଆଧାର ଭିତ୍ତିକ KYC ଯାଞ୍ଚ ଆରମ୍ଭ ହୋଇଛି। ମାନେ ଯେଉଁମାନଙ୍କର KYC ଏପର୍ଯ୍ୟନ୍ତ ହୋଇନାହିଁ, ଶୀଘ୍ର କରିନିଅନ୍ତୁ, କାହିଁକିନା ଦେଖିପାରୁଥିବେ ଯେ ଯାହାର KYC ନାହିଁ ତାଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି। ଯଦି ଯାହାର KYC ଏପର୍ଯ୍ୟନ୍ତ ହୋଇନଥିବ, ତାଙ୍କୁ ଆଉ ରାସନ ମିଳିବ ନାହିଁ। ତାପରେ ଦେଖନ୍ତୁ, ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବାକୁ ବିଭାଗ ହିତାଧିକାରୀଙ୍କ ନିର୍ଦ୍ଦେଶ। ମାନେ ଯେଉଁମାନେ ଏପର୍ଯ୍ୟନ୍ତ ରାସନ ପାଉଛନ୍ତି, ଯାହାକି ଅଯୋଗ୍ୟ ଲୋକ, ସେମାନଙ୍କୁ ମଧ୍ୟ ରାସନ ପାଇବେ ନାହିଁ, ଯାହାକି ତାହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ତାକୁ ଚେକ୍ କରିବା ପାଇଁ। ତାପରେ ଦେଖନ୍ତୁ, ଘର ଘର ବୁଲି ସର୍ଭେ ଚାଲିଛି, ମାସେ ଭିତରେ ନୂଆ ତାଲିକା ଚୂଡ଼ାନ୍ତ। ମାନେ ଘର ଘର ବୁଲି ଚେକ୍ କରୁଛନ୍ତି ଯେ କେଉଁମାନେ ନୂଆ ରାସନ କାର୍ଡ଼ ପାଇବା ପାଇଁ ଯୋଗ୍ୟ ଏବଂ କେଉଁମାନେ ରାସନ କାର୍ଡ଼ ପାଇବା ପାଇଁ ଯୋଗ୍ୟ ନୁହନ୍ତି, ତାହା ମଧ୍ୟ ଘର ଘର ବୁଲି ସର୍ଭେ ଚାଲିଛି। ଯେଉଁମାନେ ଯୋଗ୍ୟ ଅଟନ୍ତି ତାଙ୍କୁ ମିଳିବ ରାସନ କାର୍ଡ଼, ଆଉ ଯେଉଁମାନେ ଅଯୋଗ୍ୟ ନୁହନ୍ତି ସେମାନଙ୍କୁ ରାସନ କାର୍ଡ଼ ମିଳିବ ନାହିଁ। ଯଦି ଆପଣ ଏବେ ନୂଆ ଆପ୍ଲାଏ କରୁଛନ୍ତି, ଯଦି ଆପଣ ଯୋଗ୍ୟ, ତେବେ ଆପଣମାନଙ୍କୁ ନିଶ୍ଚିତ ଭାବରେ ରାସନ କାର୍ଡ଼ ମିଳିପାରିବ।